well played for my all teammates. ଆପଣ ଟିମ୍ ଭଲ ବ୍ୟାଟିଂ କରୁଥିଲା ଲାଷ୍ଟ ଟାଇମ୍ ଆପଣମାନେ କହିଥିଲେ ଯେ ଆମ ଟିମ୍ର ବ୍ୟାଟିଂ ଭଲ ଅଛି ଯଦି ଆମେ ଟସ୍ ଜିତିଲା ତାହେଲେ ଫାଷ୍ଟ ବୋଲିଂ ଚଏସ୍ ନେବେ କି ବ୍ୟାଟିଂ ଚଏସ୍ କରିବେ? ନାଇଁ ମୁଁ କାଲି ବି ମେନସନ୍ କରିଥିଲି ଯେ ଆମେ ଚେସ୍ କରିବା ଟାଇମ୍ରେ ଆମର ବ୍ୟାଟିଂ ଭଲ ନଥିଲା, ସେଥିପାଇଁ ମୁଁ କାଲି ଆମର ନକଆଉଟ୍ ମ୍ୟାଚ୍ରେ ମୁଁ ଫାଷ୍ଟ ବ୍ୟାଟିଂ ନେଇ ଆମେ ଅଧିକ ରନ୍ ସ୍କୋର କରିଥିଲୁ ଏବଂ ଆମ ଅପୋନେଣ୍ଟରେ ଯିଏ ଥିଲା ସେ ମୋତେ ହାରି ଯାଇଥିଲେ, କିନ୍ତୁ ଫାଇନାଲ୍ ମ୍ୟାଚ୍ରେ ଆମର ସେଇଟା କିଛି ଫୁଲଫିଲ୍ ହେଇପାରିଲାନି। ସୋ ସେଥିପାଇଁ କିଛି ଦୁଃଖ ନାହିଁ, ନେକ୍ସଟ ବର୍ଷ ପୁଣି ଥରେ ସେ ଆଶା ବର୍ଷା ନେଇକି ଆସିବୁ। ଧନ୍ୟବାଦ। ନାଲିପାଟର କ୍ରିକେଟ ଟିମ୍ ଶୁଭମ ସାହୁ ଆମେ ଅନୁରୋଧ କରିବୁ କମିଟି ନିକଟକୁ ଆସୁ। ଏହାର ରହସ୍ୟ କ'ଣ? ରହସ୍ୟ ଆମର ଆଜି ସବୁ ପିଲାମାନେ ଭଲ ଖେଳିଛନ୍ତି, ତାପରେ ଅଧିକ ଚିନ୍ମୟ ସାହୁ ଆଉ ମୁନ୍ମୟ ସାହୁ ଆଜି ଅଧିକ ତାଠୁ ଅଧିକ ଭଲ ଖେଳିଛନ୍ତି। ଚିନ୍ମୟ ଜେନା ଆଜି ଭଲ ଖେଳିଛନ୍ତି, ସେଥିପାଇଁ ଆମେ ଜିତିପାରିଲୁ। କିନ୍ତୁ ଜିତିବାର ଶ୍ରେୟ ତମେ କାହାକୁ ଦେବ? ଚିନ୍ମୟ ଜେନା ଆଉ ମୁନ୍ମୟ ସାହୁ। ମୁନ୍ମୟ ସାହୁ ତ ବିପକ୍ଷ ଟିମ୍ ଥିଲେ, ତମେ ତାକୁ ଲାଞ୍ଚ ଦେଇଥିଲ କି? ଲାଞ୍ଚ କାହିଁ ଦେବୁ, ସେ ଆମ ଫାଷ୍ଟରୁ ଆମ ଟିମ୍ ଥିଲେ। ତାହେଲେ ମୁନ୍ମୟ ସାହୁ ତମେ ଶ୍ରେୟ କରୁଛ, ଧନ୍ୟବାଦ। ଆଉ ମୁନ୍ମୟ ସାହୁ ବିଷୟରେ ଆମେ ଶୁଣୁଛୁ ଯେ ମୁନ୍ମୟ ଜଣେ 3D ପ୍ଲେୟର, ଫୁଡି ପ୍ଲେୟର, ଫିଲ୍ଡିଂ, ବ୍ୟାଟିଂ, ବୋଲିଂ, ଅମ୍ପାୟାରିଂ ସବୁ। ତମେ ଆଉ ତମ ସବୁ ଏ ସିଜନ୍ର ତମ ଟିମ୍ର ସବୁଠୁ ଭଲ ଖେଳି ବୋଲି ମେନ୍ସନ୍ କରିପାରିବ? ଚିନ୍ମୟ ଜେନା। ଆଉ ଯିଏ ନୂଆ ବି ଶିଖୁଥିଲେ ଏମର୍ଜିଂ ପ୍ଲେୟର? ଅନୁରାଗ ସାହୁ। ଥ୍ୟାଙ୍କ ୟୁ, ଧନ୍ୟବାଦ। ଆମେ ବର୍ତ୍ତମାନ ଏ ବର୍ଷର ଏମର୍ଜିଂ ଷ୍ଟାର ଅନୁରାଗ ସାହୁଙ୍କୁ ଅନୁରୋଧ କରୁଛୁ, ସେ ଆଜି ଏ ବର୍ଷର